ହାପି ଦିୱାଲି ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ଆସନ୍ତୁ ଆପଣମାନଙ୍କୁ ଗୋଟେ ନୂଆ ଟ୍ରିକ୍ ଶିଖାଉଛି, ଯେଉଁଟାକି ରେଡ଼ିମେଡ୍ ବ୍ଲାଉଜ୍ ଯେଉଁ ଆମ ଏମିତି ଡେଲି ୟୁଜ୍ ବ୍ଲାଉଜ୍ ତାକୁ କେମିତି ଆମେ ଡିଜାଇନ୍ ବନେଇବା ସେମିତି ଆଜି ମୁଁ ଆପଣଙ୍କୁ ଶିଖେଇବି। ତ ପ୍ରଥମେ ତାର ଯେଉଁ ହାତଟାକୁ ଯେଉଁ ବ୍ଲାଉଜ୍ର ହାତଟାକୁ ଖୋଲିଦେବେ, ପୁରା ଖୋଲିକି ବାହାର କରିଦେବେ। ବାହାର କରିସାରିଲା ପରେ ତାର ଯେଉଁ ମିଡ଼ିଲ୍ ପଏଣ୍ଟରେ ଗୋଟେ ଚିହ୍ନ ଦେଇକି ତାପରେ ଆପଣମାନେ ଏଇ ଯେଉଁ ପେପର ପେଷ୍ଟିଂ ହେଉ କି କପଡ଼ା ଉପରେ ରଖିକି ହେଉ, ଯେମିତି ଆପଣଙ୍କର ପସନ୍ଦ ସେମିତି ଚିତ୍ର ଆଙ୍କିବେ। ତା ଉପରେ ସେଇ ଚିତ୍ର ଅନୁସାରେ ସିଲେଇ ମାରିବେ। ଚିତ୍ର ଯେମିତି ଗାର ଟାଣିଥିବେ ତା ଉପରେ ସେମିତି ହେଉଛି ସିଲେଇ ମାରିବେ। ସିଲେଇ ମାରି ସାରିଲା ପରେ ଦେଖନ୍ତୁ ଯେ ମୋର ଏମିତି କରିବାର ଥିଲା, ତ ଏମିତି ମୁଁ କରିଦେଲି। ତାପରେ କାଟିକି ତା ମଝିଟାକୁ ବାହାର କରିଦେବେ। ସିଲେଇ ପୂର୍ବରୁ ଟିକେ ରଖିକି କାଟିବେ, କାହିଁକିନା ନହେଲେ କପଡ଼ାଟା ଧୋଇଯିବ। ତାପରେ ଏମିତି ଛୋଟ ଛୋଟ କ'ଣ କରିବେ, ତାକୁ ହେଉଛି କଟ୍ ଲଗାଇବେ। କାହିଁକିନା କଟ୍ ଲଗାଇଲେ କ'ଣ ହୁଏ ନା କପଡ଼ାର ଫିନିସିଂଟା ଭଲ ଆସେ। ଯେତେବେଳେ ଆର ପଟକୁ ଆମେ ନଉଟେଇ ଦେବା, ଏଇଟା ଉପର ପଟରୁ କରିବେ ହେଲା। ମନେ ରଖିବା ସବୁବେଳେ ଡିଜାଇନ୍ ଉପର ପଟରୁ ହେଇକି ପଛ ପଟକୁ ନଉଟାଯାଏ। ତ ଏଇଟା ଉପର ପଟରୁ କରିକି ଏମିତି ନଉଟେଇ ଦେବେ ପଛ ପଟକୁ। ତ ଏମିତି କରିକି ପିନ୍ଧନ୍ତୁ, କେହି କହିବେନି ଆପଣଙ୍କୁ ଏଇଟା କଟନ୍ ବ୍ଲାଉଜ୍ କି କ'ଣ, ଏମିତି ଜଣା ବି ପଡ଼ିବନି। ତାପରେ ଏଇଟା ଗୋଟେ ଫିନିସିଂ ସିଲେଇ ମୁଁ ତା ଉପରେ ଗୋଟେ ଚାପିକି ଦେଇଦେଇଛି। ଏଇଟା ବି ଆଇରନ୍ ଦେଲେ ଚଳିବ, ତ ମୁଁ ଆଇରନ୍ ନ ଦେଇ ଗୋଟେ ସିଲେଇ ଦେଇଦେଇଛି ତା ଉପରେ। ଫିନିସିଂ ସିଲେଇ ଉପର ପଟେ ଦେଇଦେଇଛି। ଏଇଟା ଯଦି ଆପଣଙ୍କ ପାଖରେ ପେପର ପେଷ୍ଟିଂ ନାହିଁ ତ ଅସ୍ତ୍ର କପଡ଼ାରେ ବି ରେଡ଼୍ କଲର୍ କି ଖଇରୀ କଲର୍ ଅସ୍ତ୍ର କପଡ଼ାରେ ବି ହେବ। ତ ତାର ଅଲଗା କଲର୍ର ମୋର ସେଠି ଦେବାର ଥିଲା, ତ ଖଇରୀ କଲର୍ର କପଡ଼ା ନଥିଲା ମୋ ପାଖରେ। ତ ଅଲଗା କଲର୍ର ଗୋଟେ କପଡ଼ା ଆଣିକିରି ସ୍କୋୟାର ସାଇଜ୍ରେ କାଟିକିରି ତାକୁ କ'ଣ ଚାରିପଟରୁ ମୁହଁ ମାରିଦେଲି। କାହିଁକିନା ସୂତା ବାହାରି ପଡ଼ିବ ନା ମୁହଁ ନ ମାରିନେ। ତ ଚାରିପଟରୁ ମୁହଁ ମାରିଦେଇଛି। ମୁହଁ ମାରି ସାରିଲା ପରେ ଦେଖନ୍ତୁ ତାପରେ ତାକୁ ଗୋଟେ ଛୋଟ ଛୋଟ ଦେବା ପ୍ଲେଟ୍ ଭଳିଆ ଛୋଟ ଛୋଟ ଏମିତି ଭାଙ୍ଗ ଦେଇଦେବେ। ଏମିତି ଭାଙ୍ଗ ଦେଇ ସାରିଲା ପରେ ତା ମିଡ଼ିଲ୍ ପଏଣ୍ଟରେ କ'ଣ କରିବେ ନା ଗୋଟେ ସିଲେଇ ଲଗାଇବେ। ଏଇଟା ଡିଜାଇନ୍ ହେବ ନା, ତ ହାତରେ ସିଲେଇ ବି କରିପାରିବେ, ମେସିନ୍ରେ ବି କରିପାରିବେ। ଏମିତି ମିଡ଼ିଲ୍ ପଏଣ୍ଟରେ ଗୋଟେ ସିଲେଇ ଲଗାଇଦେବେ। ସିଲେଇ ଲଗାଇ ସାରିଲା ପରେ ଦେଖନ୍ତୁ, ସିଲେଇ ଲଗାଇ ସାରିଲା ପରେ ତା ଉପରେ ଆମେ ଷ୍ଟୋନ୍ ଦେଇପାରିବା କି ବଟମ୍ ଦେଇପାରିବା, ସେଇଟା ଆପଣଙ୍କ ଇଚ୍ଛା। ଯାହା ବି ଲଗାଇଲେ ବି ସୁନ୍ଦର ଲାଗିବ। ତ ମୁଁ ଏଠି ଗୋଟେ ଷ୍ଟୋନ୍ ଲଗାଇମି ବୋଲି ଭାବିଥିଲି, ହ୍ୱାଇଟ୍ କଲର୍ର ଷ୍ଟୋନ୍ ଲଗାଇମି ତା ଉପରେ। ତ ଏମିତି ହେଇଗଲା ଆମର ଫିନିସିଂ। ତାପରେ ଏଟାକୁ ମଝିରେ ରଖିକି ପିନ୍ ଲଗାଇଦେବେ। ଏପଟ ସେପଟ ପିନ୍ ଲଗାଇଦେବେ, ସେ ମାନେ ସିଧା ରହିବନି, ଦେଢ଼ ହେଇଯିବ। ତ ପିନ୍ ସବୁବେଳେ ୟୁଜ୍ କରନ୍ତୁ, ଯେଉଁଟାକି କପଡ଼ାକୁ ପୁରା ଫିନିସିଂ ସିଲେଇ ଦେବ। ତ ଏମିତି ପିନ୍ ଲଗାଇକିରି ତାକୁ ଚାରିପଟରୁ ଆଉ ଥରେ ସିଲେଇ କରିଦେବା। କରିସାରିଲା ପରେ ଦେଖନ୍ତୁ ତାପରେ ମୁଁ ତ ସବୁବେଳେ କହିଛି କି ମୁଁ କପଡ଼ାରେ କେବଳ B7000 ଅଠା ୟୁଜ୍ କରେ। ସମସ୍ତେ ପଚାରୁଛନ୍ତି ଦିଦି କେଉଁ ଅଠା ୟୁଜ୍ କରୁଛ, ତ ମୁଁ ଏଇ ଗୋଟେ ଷ୍ଟୋନ୍ ଲଗାଇମି। B7000 ଅଠା ହିଁ ମୁଁ ୟୁଜ୍ କରେ କପଡ଼ାରେ। ତ ଏମିତି ଲଗାଇଦେବେ। ଲଗାଇ ସାରିଲା ପରେ ଦେଖନ୍ତୁ ୟାର ଫାଇନାଲ୍ ଲୁକ୍ କେମିତି ଆସୁଛି। ତ ଏଇ ହେଇଗଲା ହାତ ଦୁଇଟା। ତାପରେ କ'ଣ କରିବା ନା ପଛପଟରେ ଲଗାଇବା ଆମର ଯେଉଁଟା ସୁତୁଲି, ଯେଉଁଟାକି ଆପଣ କହୁଛନ୍ତି ଡୋରି। ତ ସେଇ ଡୋରି ଲଗାଇବା। ଡୋରି ତ ଖଇରୀ କଲର୍ ଥିଲେ ଭଲ ଲାଗିଥାନ୍ତା, ତ ଯେହେତୁ ମୋର ଖଇରୀ କଲର୍ରେ ନାହିଁ, ତ ସେମିତି ଗୋଟେ ଖଇରୀ କଲର୍ କପଡ଼ା ମୁଁ ଖୋଜିକି ଆଣିଥିଲି। ଅଲଗା କଲର୍ ଗୋଲ୍ଡେନ୍ ଲଗାଇଲେ ହେବ। ତାପରେ ଗୋଲ୍ଡେନ୍ ଡୋରି ଦିହରେ ସେ ଖଇରୀ କଲର୍ କପଡ଼ାଟାକୁ ହେଉଛି ଯେଉଁ ଡିଜାଇନ୍ରେ ଆପଣ ଡୋରି ଚାହୁଁଛନ୍ତି। ସେମିତି ମୁଁ ଗୋଟେ ସିମ୍ପଲ୍ କଟନ୍ ବ୍ଲାଉଜ୍, ତ ମୁଁ ସିମ୍ପଲ୍ ଡୋରି ଗୋଟେ ଯେଉଁଟାକି ଗୋଲାପ ଫୁଲ ପାଖୁଡ଼ା ଭଳି ହେଇଥିବ ସେମିତି ଗୋଟେ ଡୋରି ବନେଇ ଦେଇଥିଲି। ବନେଇ ସାରିଲା ପରେ ତାକୁ ହେଉଛି କ'ଣ କରିବେ, ତାପରେ ଡୋରିଟାକୁ ହାତରେ ଲଗାନ୍ତୁ କି ମେସିନ୍ରେ ଲଗାନ୍ତୁ, କିଛି ପ୍ରୋବ୍ଲେମ୍ ନାହିଁ, ଆପଣ ଲଗାଇ ପାରିବେ। ଏଠି ବି ଡିଜାଇନ୍ ଡୋରି କଲେ ବି କିଛି ପ୍ରୋବ୍ଲେମ୍ ନାହିଁ। ତ ମୁଁ ଯେହେତୁ ମୋତେ ସିମ୍ପଲ୍ କପଡ଼ା ନଥିଲା ଖଇରୀ କଲର୍ର, ତ ମୁଁ ଏଠି ସିମ୍ପଲ୍ ଡିଜାଇନ୍ ଗୋଟେ କରିଦେଇଛି। କରିସାରିଲା ପରେ ସୁତୁଲି ମାନେ ଡୋରିଟାକୁ ଆପଣ ରଖିଦିଅନ୍ତୁ ସାଇଡ଼୍ରେ। ତାକୁ ଯେମିତି ହାତରେ ଲଗାନ୍ତୁ କି ଲଗାନ୍ତୁ ମେସିନ୍ରେ, ସେଟାକୁ ମୁଁ ରଖିଦେଲି ସାଇଡ଼୍ରେ। ତାପରେ କ'ଣ କରିବି ନା ମୁଁ ଯେଉଁଟା ଚାରିପିଠି କାନ୍ଧ ପିଠିରେ ମୁଁ ସେଠି ଲଗାଇମି କ'ଣ ଲେସ୍ ଲଗାଇମି। ତ ଲେସ୍ ମୁଁ ଗୋଲ୍ଡେନ୍ କଲର୍ର ଲେସ୍ ନଥିଲା ମୋ ପାଖରେ, ତ ମୁଁ ସେଥିପାଇଁ ଗୋଟେ ମାନେ ୟେଲୋ କଲର୍ ଯେଉଁଟାକି ଅରେଞ୍ଜ କଲର୍ର ଲେସ୍ ଗୋଟେ ଥିଲା ମୋ ପାଖରେ, ମୁଁ ସେଇଟାକୁ ଲଗାଇଦେମି। ତ ମୋର କିଛି ସେମିତି ଫରକ ପଡ଼େନି କେଉଁ କଲର୍ର କ'ଣ ନାହିଁ, ଯେଉଁଟା ମୋତେ ସୁନ୍ଦର ଦେଖାଏ ମୁଁ ସେଇଟାକୁ ହିଁ ଲଗାଏ। ବହୁତ ସାରା କମେଣ୍ଟ ଆସୁଛି ଦିଦି ଆପଣଙ୍କର ହେଉଛି ଡୋରି ଲେସ୍ ଏସବୁ ମ୍ୟାଚ୍ କରୁନି। ତ ମ୍ୟାଚ୍ କରିବା କ'ଣ ଦରକାର, ମ୍ୟାଚ୍ କଲେ ତ ତା ଦେହରେ ମିଶିଯିବ ନା, ତ ଲଗା ହେଇଛି ବୋଲି ଜାଣିବି କେମିତି। ମୋତେ କିନ୍ତୁ ଭଲ ଲାଗେନି ସେମ୍ କଲର୍ର, ତ ମୁଁ ଏମିତି ଅରେଞ୍ଜ କଲର୍ର ଲଗାଇ ଦେଇଥିଲି। ଚାରିପିଠି ଏମିତି ଲଗାଇଦେବେ। ଯଦି ଆପଣଙ୍କର କାନ୍ଧ ଖସୁଥିବ ତ ଏଇଠି କାନ୍ଧଟା ମାପିକିରି ପ୍ରଥମେ କାନ୍ଧଟାକୁ ମାରିଦେବେ, ତାପରେ ଯାଇକିରି ହେଉଛି ଲେସ୍ ଲଗାଇବେ। ତ ଏମିତି ମୁଁ ଚାରିପିଠି ଲେସ୍ ଲଗାଇ ଦେଇଥିଲି ପ୍ରଥମେ। ଲଗାଇ ସାରିଲା ପରେ ଲେସ୍ ତାପରେ କ'ଣ କରିବେ ନା ହାତଟା ଆମର ଫିନିସିଂ ହେଇକି ଅଛି, ତ ତାପରେ ଆପଣ ହାତଟାକୁ ଲଗାଇଦେବେ। ହାତ ଲଗାଇ ସାରିଲା ପରେ ତାପରେ ସୁତୁଲଟାକୁ ଲଗାଇଦେବେ। ଯଦି ବଟମ୍ ଲଗାଇବାର ଥିବ ବଟମ୍ ବି ଲଗାଇଦେବେ। ଦେଖନ୍ତୁ ଏବେ ଫାଇନାଲ୍ ଲୁକ୍ ମୁଁ ପିନ୍ଧି ସାରିଛି ସେ ବ୍ଲାଉଜ୍ଟାକୁ। ଦେଖନ୍ତୁ ଡିଜାଇନ୍ଟା କେମିତି ଲାଗୁଛି ଆପଣମାନଙ୍କୁ ନିଶ୍ଚୟ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ।
ତ ଏପଟେ ହାତଟା ଦେଖନ୍ତୁ, ବ୍ୟାକ୍ ସାଇଡ଼୍ ବି ଦେଖନ୍ତୁ ବ୍ୟାକ୍ ସାଇଡ଼୍ଟା ବି ଭଲ ଲାଗୁଛି କି ନାହିଁ କୁହନ୍ତୁ। ଆପଣ କମେଣ୍ଟ ମାଧ୍ୟମରେ ମୋତେ ନିଶ୍ଚୟ ଜଣାଇବେ। ଆପଣଙ୍କ କମେଣ୍ଟ ଅପେକ୍ଷାରେ ମୁଁ ରହିଲି। ଫାଇନାଲ୍ ଲୁକ୍ ଏମିତି ଯଦି ଆପଣ ଡିଜାଇନ୍ ବ୍ଲାଉଜ୍ କରିକି ମାନେ କଟନ୍ ବ୍ଲାଉଜ୍କୁ ଡିଜାଇନ୍ କରିକି ପିନ୍ଧିବେ, ଡିଜାଇନ୍ ବ୍ଲାଉଜ୍ କ'ଣ ଦରକାର ହେବ। ଏମିତି ବି ପିଠିରେ ଡିଜାଇନ୍ କରିହେବ, ହାତରେ ବି ଏମିତି ଡିଜାଇନ୍ କରିହେବ। ଏମିତି ନୂଆ ନୂଆ ଡିଜାଇନ୍ ଦେଖିବା ପାଇଁ ପ୍ରଥମେ ମୋ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ ଆଉ ମୋ ଫେସବୁକ୍ ପେଜ୍କୁ ଫଲୋ କରନ୍ତୁ। ଆପଣମାନଙ୍କର ଛୋଟ ଲାଇକ୍, ଛୋଟ କମେଣ୍ଟ ମୋତେ ଆଗକୁ ବଢ଼ିବାରେ ବହୁତ ସାହାଯ୍ୟ କରିବ। ରହିଲି, ଜୟ ଜଗନ୍ନାଥ।